ଟିକେ ଗେଲରେ କଣ କହିଲେ ଗେଲରେ ନୂଆ ଲୋକ ଡରି ଯିବେ ଭାଇ ଆସମର ଧନ ଆସମର ସଂଗାତୁରେ ଆସଲ ମୋର ପ୍ରିୟତମା ଆସମର ପ୍ରାଣ ଭିତରେ ଆରେ ଏ ଧନ ଯା ବସ ପାଖକୁ ଆସ ଆରେ ଏ ଧନ ଆମେ ପୁରା 7 ଜନ୍ମର ସାଥୀ ହେବା ତୁମକୁ ପାଇ ମୋ ଜୀବନ ଧନ୍ୟ ହୋଇଯାଇଛି ତୁମକୁ ମାଣିକଗଡ଼ ରାଜସିଂହାସନର ବାଟରାଣୀ ରଖି ଅନେକ ଦାସ ଦାସୀ ସେବା କରି ଆରେ ଆଉ ଲାଜ କର ନା ଓଠଣା ଫିଟେଇ ଦିଅ ଆରେ ଦେଖ ଆରେ ଜମାରେ ଲାଜ କର ନା ପ୍ରିୟ ଓଠଣାଟା ଖୋଲି ଦିଅ ଦେଖିବାକୁ ଚାହେଁ ତୁମର ଶ୍ରୀ ମୁଖମଣ୍ଡଳ ଆରେ ଓଠଣା ଫିଟେଇ ଦିଅ ଆରେ ଖୋଲ ଆରେ ଖୋଲ ଝଡ଼ା ପାଗଳଟା କେମିତି ଆସିଲା ରେ ମୋ ଧନୁଯାକୁ ଚାପୁଡ଼ି ଧରିଥିଲି ପାଗଳ ଆସି ମୋ ବାହୁ ବନ୍ଧନରେ ଛନ୍ଦି ହେଇଗଲା ଜମାରୁ ଜାଣିପାରିଲିନି ଆରେ ଶଳା ତୁ ଏଠି ଖୁଣ୍ଟ ଉପରେ ଛିଡ଼ା ହେଇଛୁ ଚାରି ଚାରିଟା ଆଖି ରଖିଛୁ ତୋ ଆଖିକୁ ଦେଖାଗଲାନି ଧରିଦେବେ ଭାବିଲି ତମେ ଖୁମ୍ପୁଥିବ ଆଉ ମୁଁ ଦେଖୁଥିବି ତମେ ଖୁମ୍ପୁଥିବ ମୁଁ ଦେଖୁଥିବି ସେଇଥିପାଇଁ ଏପଟେ ମୁହଁ କଲି ଛିଡ଼ା ହେଇଛି ତୁମେ କେମିତି ପାଗଳକୁ ଚାବୁଡ଼ିକି ଧରିବ ଚୁପ୍ ଶଳା ଭାଇ ତତେ ପୁରା ଜାଗା ଛାଡ଼ି ଚାଲିଯିବା ପାଇଁ କହିଥିଲି କାହିଁକି ଆସିଲୁ ଭାଇ କାହିଁକି ଆସୁଛୁ ପୁଣି ଥରେ ତୁମେ ମାନେ ଖେଲୁଛ ପୁଣି ଥରେ ଆଉ ମୁଁ ଦେଖିଲେ ଚାଲି କଣ କହିଲୁ ଆମେ ଖେଲୁଛୁ ଆରେ ବାବା ଏ ସତରେ ଏଇଟା ଖେଳ ନୁହଁ ରେ ଦେଖିଲି ତୁମେ ମାନେ ଖେଲୁଛ ଶଳା ପାଗଳଟା ଏ ଭାଇ ମୁଁ ତୁମ ସାଥେ ଖେଳ ଆରେ ପାଗଳଟା କଣ କରିବାରେ ଜଣେ ଜଣେ ମନ୍ଦ ବୁଦ୍ଧିଟାକୁ କେମିତି ମାରିବି କି ଜଣେ ଜମାରୁ ମାରିବା ପାଇଁ ଇଚ୍ଛା ହଉନି ମୁଁ ତ ଖେଳ ତୁମ ସାଥେ ଖେଳ ଖେଳିବି ମୁଁ ତ ଖେଳ ଖେଳିନି ହେଲେ ମୁଁ ଜମା ଗଲାନି ତାମାନେ ହେଲେ ଏଥର ତୁମେ ତା ସହିତ ଖେଳିବ ମୁଁ ଖେଳିବି ଏ ଯାକେ ତୋ ମୁଣ୍ଡ ବୋଧେ ଖରାପ ହେଇସାରିଛି ମୁଁ ପୁଣି ଖେଳ ଖେଳିବି ପାଗଳ ସହିତ ତୁମକୁ କହିଥିଲି ନା କହିନି ସଡ଼ା ଷ୍ଟକ ଅଛି ଓରେ ଚକ୍ଷେ କାଲେ ଅଘଟଣ ଘଟିପାରେ ତମେ ମୋ ଜ୍ୟୋତିଷକୁ ଭୁଲ କହିଲ ଠିକ କହିଛ ଦେଖିଲ ଆରେ ଯାକେ ଏ ଶଳା ପାଗଳଟା ମୋର କଣ କରିବରେ ସାମାନ୍ୟ ପାଗଳଟେ ଆରେ ମୁଁ ମନ୍ଦ ବୁଦ୍ଧି ବୋଲି ତାକୁ ମାରିବା ପାଇଁ ଇଚ୍ଛା କରିନି କିନ୍ତୁ କଥାଟା ନ ବୁଝେ ଶଳାଟାକୁ ମାରି ଶେଷ କରିଦେବି ଖେଳ ଖେଳିବାକୁ ପଡ଼ିବ ଆଉ ଏ ଚାକି ବୁଝାଇ ସୁଝାଇ ପଠେଇ ଦେବା ଭଲ ହବ ଆବେ ଏ ଶଳା କଥା ଡାକୁଛି ବା ଖେଳ ଖେଳିବୁ ପରା ମୋ ସହିତ ଖେଳିବୁ ତୁମେ ଏ ଭାଇ ତୁମ ସାଙ୍ଗନ ଭାରି ଦୁଷ୍ଟ ଲୋକ ମତ ଆରେ ସେ ଜମାରେ ଖେଳିବନି ମୁଁ ଭଲ ଜମା ମାରିବିନି ଭାଇ ସମସ୍ତେ ସାଙ୍ଗ ନାଇଁ 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 ପ୍ରଥମେ ଆମେ 2 ଜଣ ଖେଳିବା ଖେଳ ଯଦି ମୋତେ ଭଲ ଲାଗିବ ସମସ୍ତେ ପୁଣି ଥରେ ସେଇ ଖେଳଟା ଆରମ୍ଭ କରିବା 2 ଜଣ ମଜା ଲାଗିବ ତାହେଲେ ଜାଗା ଛାଡ଼ି ଚାଲି ଯା ତାହେଲେ ଯା କହୁଛି ଚାଲିବା ଆଉ କୋଉ ଖେଳ ଜାଣିଛୁ ମତେ ଗୋଟିଏ ଖେଳ ମନେ ପଡ଼ିଗଲା ଆରେ କୋଉ ଖେଳଟା ଏ ଭାଇ ଦେଖିବା କେତେ ମଜା ଲାଗିବ ଆରେ ଖେଳର ନାଁଟା କଣ ସେଇ ଖେଳର ନାମ ହଉଛି ବରକନିଆ ଖେଳ ବରକନିଆ ଖେଳ ଖେଳନ୍ତି ନା ଖେଳନ୍ତି ଆରେ କେମିତି ଖେଳନ୍ତି କହିଲୁ କେମିତି ଖେଳନ୍ତି ଦେଖ ମୁଁ କନିଆ ତୁମେ ବର ହେଇଯିବ ବାହାଘର କଣ କହିଲୁ ଭାଇ ଶଳା ତୁ କନିଆ ହବ ମୁଁ ବର ହେବି ତୋ ସହିତ ପୁଣି ମୋର ବାହାଘର ହବ ଖେଳରେ ଓହୋ ଖେଳରେ ଆଚ୍ଛା କେତେ ମଜା ଆସ ମୋ ଧନଟା କନ୍ୟା ହବ ଭାରି ମଜା ଲାଗିବ ମୋ ଧନଟା କନ୍ୟା ହବ ମୁଁ ଘର ହେବି ବେଶ ଆନନ୍ଦରେ 2 ଜଣଙ୍କର ବାହାଘର ହବ ଆଉ ହେଲେ ଧନ ତୁମ ପାଇଁ ଗୋଟାଏ ମାତା ପିତା ଖୋଜିବାକୁ ପଡ଼ିବ କାହିଁକି ନା ତାଙ୍କ ଘରେ ନେଇ ତୁମକୁ ଛାଡ଼ିବାକୁ ପଡ଼ିବ ତାପରେ ଏଇ ମାଣିକଗଡ଼ ରାଜ୍ୟର ଜନପ୍ରଜା ସହିତ ବର ଯାତ୍ରୀ ନେଇ ତୁମ ଘରକୁ ଯିବି ବାଜା ବାଜିବ କଣ ହେଲା ସେଇ ଲୋକ ବାଣ ଫୁଟେଇବ ମତେ ଭୟ ଆରେ ମୋ ପୁରା ସାଙ୍ଗରେ ଅଛି କାହିଁକି ଭୟ କରିବ ବାଣ ଫୁଟେଇବନି ଆରେ ଫୁଟେଇବନି ରସଣି ଚାଲିବ ଆଗ ପଟରେ ମୁଁ ଲୁଙ୍ଗି ଡ୍ୟାନ୍ସ ମାରୁଥିଲି ଆଚ୍ଛା ରାଜ ହେଇଯିବ ଆଉ ତାପରେ ମୋହର ଓଢ଼ଣା ଖୋଲି ଏମିତି ପାନେ ଦେବି ସାରା ଜୀବନ ଖେଳ
ମୁଁ ବି କହିଦଉଛି ଯଦି ମୋ ସହିତ ନ ଖେଳିବ ନା ଏ ଜାଗା ଛାଡ଼ି କୁଆଡ଼େ ଯିବିନି। ହଁ ଏଇଠି ବସିକି ଜଗି ରହିବି। ଆରାମଜାଦା ପାଗଳ ବିଲୁଆ ହେଇ ପାଗ ମୁହଁରୁ ଶିକାର ଛଡ଼େଇ ନେବା ପାଇଁ ଚେଷ୍ଟା କରୁଛୁ। ଆବେ ଶଳା ଏତେ ବୁଝେଇ ସୁଝେଇ କହିଲି ଜମାରୁ ବୁଝିଲୁ ଖେଳ ଖେଳିବୁ ଆଜି ତତେ ମୃତ୍ୟୁର ଖେଳଟା ଖେଳିବି। ଏଇ ଦେଖ ଏଇ ଦାରୁଆ ଖର୍ଚ୍ଚ করে তো বেকটা কাটি শেষ করে দিবি শোনা। এই দেখ এই শোনা বুঝারে আরে বাবা তাকে তলে থই দে ଆମେ ସମସ୍ତେ ସାଙ୍ଗ ହେଇ ଖେଳିବା କିଏ କାହାକୁ ମାରିବାନି। ତାକୁ ତଳେ ଥୋଇ ଆରେ ଏ ବାବା ଏ ସମସ୍ତେ ସାଙ୍ଗ ହେଇ ଖେଳିବା ସତରେ ଆଉ ମାରିବନି ମାରିବନି କହିଲି ପରା। Ibu, তুমি না বাবু সদা যাচ্ছা সতত ଅଛି ସତରେ ବାବୁ ଆଜି ଯଦି ତୁମେ ଆସିନଥାନ୍ତ
ସେ ବାପି ମୋ ଦେହରେ କେଳ କେତକ ଲଗେଇ ଦେଇଥାନ୍ତା। ବାବୁ ମୁଁ ତୁମ ପାଖରେ ଚିରାରୁଣି ଏ ଋଣ କେବେ ବିସରି ପାରିବି। ତାହେଲେ ତୁମେ ମାନେ ଖେଳୁ ନଥିଲ? ନା ଆମେ ଖେଳୁ ନଥିଲୁ। ଏ ଜାଣିଛ ମୁଁ ବିନା ଜଣେ ଝିଅକୁ ବେଶୀ ଭଲ ପାଏ। କଣ ହେଲା ତୁମେ ଜଣେ ଝିଅକୁ ଭଲ ପାଉଛ? ଏଇ ବାବୁ କେତେ ଭଲ ପାଅ? କେତେ ଭଲ ପାଏ ଦେଖିବା ନା ମୁଁ ନା ମଞ୍ଜଲିକୁ ଏତେ ଭଲ ପାଅ? ଏଇ ବାବୁ ତୁମେ ଯେତେ ଭଲ ପାଉଛ ନା ଆସ୍ତେ ଆସ୍ତେ ପୁରା ତାଲାରେ ପଡ଼ି ଯାଉଛ। ଏଇ ବାବୁ ଭଲ ପାଇ କଣ କରିବା? ଭଲ ପାଇ କଣ କରିବେ ତୁମେ କିଛି ଜାଣିନ? ନା ମୁଁ ଜାଣିନି। ଦେଖ ମୁଁ ଅଞ୍ଜଲିକୁ ଭଲ ପାଉଛି। ଅଞ୍ଜଲିକୁ ତ ଭଲ ପାଉଛ? ଆଉ ଅଞ୍ଜଲି ମୋର ବାହାଘର ହବ। ବାହାଘର ହବ? ଆଉ ବାବୁ ବାହାଘର ହେଲା ପରେ? ନା କହିବିନି। ଏଇ ବାବୁ ତୁମେ ଯଦି ନ କହିବ ତାହେଲେ ମୁଁ କେମିତି ଜାଣିବି? ତୁମେ କିଛି ଜାଣିନ? ନା ମୁଁ କିଛି ଜାଣିନି। এই দেখো কাহাকু কহিবনি। কাহাকু কহিবিনি? দেখ মু অঞ্জলিକୁ ଭଲ ପାଉଛି। ଅଞ୍ଜଲିକୁ ତ ଭଲ ପାଉଛ? ଅଞ୍ଜଲି ଆଉ ମୋର ବାହାଘର ହବ। ବାହାଘର ହବ? ଆଉ ବାହାଘର କିଛି ଦିନ ଗଲା ପରେ ବାହାଘର କିଛି ଦିନ ଗଲା ପରେ ଆମ ଘରେ ଦିଟା ଛୁଆ ହବ। ମତେ ବାପା ବୋଲି ଡାକିବ। ଏଇ ବାବୁ ସତରେ ତୁମେ ଏତେ ସମୟ ଦେଖି ଚାଲିଛ? ଏଲେ ମୁଁ କଣ କହିଥିଲି? ତୁମ ଘର କୋଉଠି? ଆମ ଘର ବଡ଼ ବଡ଼ ଘର। ତୁମ ଘରେ କିଏ କିଏ ଅଛନ୍ତି? ତୁମ ମାତା ପିତା ଭାଇ ଭଉଣୀ ତୁମ ପରିଚୟ ଦେବାକୁ ପଡ଼ିବ। ତୁମ ନିଜ ପରିଚୟ? ନା ମୁଁ ସେଇ ଲୋକଟା ଦେଇଦବା। ଏଇ ବାବୁ ମୁଁ ତାଙ୍କୁ କାହିଁକି ମାଗିବି? ମୁଁ ତୁମକୁ କହୁଛି ତୁମେ ଦେବାକୁ ପଡ଼ିବ। କାହିଁକି ନା ଆମେ ସମସ୍ତେ ଗୋଟିଏ ଗାଁର ଲୋକ। ଏଇ ବାବୁ ମୁଁ କେମିତି ଜାଣିବି ଯେ ତୁମେ ସମସ୍ତେ ଗୋଟେ ଲୋକ ବୋଲି? ଏଇ ଦେଖ। କଣ? ସେପଟେ ଦେଖ ମା। କଣ ଦେଖିବି? ଦେଖ ମା ମୁଁ ଅଞ୍ଜଲି ମତେ ଡାକିଲେଣି ଖାଇବା ପାଇଁ। ଏ କାଲି କଥା ହବା। ଯାଉଛି। ଏଇ ବାବୁ ଏଇ ଶୁଣ ତୁମକୁ ଆସ। ତୁମେ ନା ଭାରି ମିছে ଯାଉଛ ପୁଣି ଦୂରକୁ ଚାଲି ଯାଉଛ। ତୁମ ସହିତ କଥା ହେବିନି କଟି ରୁହ ବାବା ଯାଉଛି ମୋ ସାଙ୍ଗ ସହିତ କଥା। ଏ ଅଞ୍ଜଲି ରାଗିଗଲ? ନାଇଁ ରୁହ। ଏ ସାକ୍ଷୀମାନେ ଦେଖଲ ସେ ବାବୁ ଦେଖିବା କେତେ ନିରୀହ। ସେ ଆସିଲେ ଆମର ଜୀବନ ରକ୍ଷା କରି ଚାଲିଗଲେ ସାକ୍ଷୀ। ଯେତେ କହିଲା ପରେ ବି ସେ ତାଙ୍କ ପଛ କହିଲେନି। ଆଲୋଇ ମା ତୁମେ କଣ ସତରେ ଜାଣିପାରିଲନି? କଣ? ଆଲୋଇ ସେ ବାବୁଙ୍କୁ ଦେଖିଲା ପରେ ଲାଗୁଥିଲା ନା ସିଏ ଜଣେ ପାଗଳ ବୋଲି? ନା ସାକ୍ଷୀ ସେ ପାଗଳ ନାହାନ୍ତି। ନାଇଁ ମ ସେ ବାବୁ ଜଣେ ପାଗଳ। ଏ ସାକ୍ଷୀ ମାନେ ଯଦି ସେ ବାବୁ ପାଗଳ ହେଇଥାନ୍ତେ ତାହେଲେ ଆମକୁ ବଞ୍ଚିବାକୁ ଆସିନଥାନ୍ତେ ନା ସାକ୍ଷୀ। ଏ ସାକ୍ଷୀ ଯେତେବେଳେ ମୁଁ ତାଙ୍କୁ ପ୍ରଥମ ଥର ଦେଖିଲି ନା ସେଥିରେ ଏଇ ମୋ ମନଟା କେମିତି ହେଇଯାଇଥିଲା ସାକ୍ଷୀ ମାନେ। କାହିଁକି ନା ଆମର ପୂର୍ବ ଜନ୍ମର ସମ୍ପର୍କ ଅଛି ପରେ ମତେ ଲାଗିଛି। ଏକ ପ୍ରେମ କୁହାଯାଏ। ସତରେ ସାକ୍ଷୀ ମତେ ପ୍ରେମ ହେଇଛି। ତାହେଲେ କେମିତି କରିବା? ସେ ବାବୁ ଖୋଜିବାକୁ ଯିବା। ଆସଲ ତାହେଲେ ସମସ୍ତେ ମିଶିକି ସେ ବାବୁ ଖୋଜିବା।